झुआ आपको कौन रोषे करी ବୋଉ ହେଇ ତ ଦେଖୁଛ ପରିବା ସବୁ ଆଣି ରଖିଛି ଭାବୁଛି ଡାଲି କରିଦେବି କାଙ୍କଡକୁ କାଙ୍କଡ ଆଳୁ ଟିକେ ସାଧା ଭାଜିଦେବି ଆଉ ସଜନା ଛୁଇଁ ଆଳୁ ମସଲା ଦେଇ ଭାଜିଦେବି ବାଇଗଣ ଟିକେ ଭାଜିଦବା ତେଲରେ ଟମାଟୋ ଭାଜି ଦେଇ ତାକୁ ଟିକେ ଚକଟି ଦେଇ ଖାଇବା ଆଉ ହେଇଯିବ ତୁ ଏତେ ପରିବା ଆଣିଛୁ ହଁ କାଢିଦେ ଏତେ ପରିବାରେ ରୋଷେଇ ହବ ଗୋଟାଏ ଆଳୁ ଗୋଟାଏ କାଙ୍କଡ ସେଇଆକୁ ଟିକେ ଭର୍ତ୍ତା କରିଦେ ସେଇଆକୁ ଲଗେଇ ଖାଇଦବା ଆଉ ଡାଲି ଟିକେ କରିଦେ ବୋଉ ତମେ ଏମିତି କଞ୍ଜୁସ ଭଳିଆ କାହିଁ ହଉଛ ଦେଖୁଛ ତ ଶ୍ରାବଣ ମାସ ଚାଲିଛି ଆଇଁଷ ମୁଣ୍ଡଳ ଟିକେ ଖିଆ ହଉନି ଆଉ ପରିବା ଖାଇବେନି କଣ ଖାଇବା କହିଲ ଆଉ ତାପରେ ଗୋଟାଏ ଆଳୁ ଗୋଟାଏ କାଙ୍କଡ ଭର୍ତ୍ତା କଲେ ଆମେ ତିନି ଜଣ ଖାଇବା କେମିତି କହିଲ ତୁ ଜାଣିନୁ ଏଟା କଣ ହେଇଛି କଣ ହେଇଛି ବୋଉ ତୁ ଜାଣିନୁ କି କଣ ହେଇଛି ଆଁ ସପା ଡ୍ରାଇଭର ଭାଇ ମାନେ ସବୁ ଗାଡି ମଟର ସବୁ ଷ୍ଟ୍ରାଇକ କରୁଛନ୍ତି ତେଲ ଗାଡି ବନ୍ଦ ଆଉ ପରିବା ଗାଡି ବନ୍ଦ ସଉଦା ପତ୍ର ଗାଡି ବି ବନ୍ଦ ଆଉ ତୁ ଏତେ ପରିବା ଯଦି ଆଜି ଖାଇଦବା ଆଗରୁ ଥିଲା ବେଳେ ଏଇନା ଖାଇଦବା ଫେର ଆଉ କେଇ ଦିନ ତାଙ୍କ ଷ୍ଟ୍ରାଇକ ଉଠିବ ସେଇଟା ଠିକ ଠିକରା ନାହିଁ ଫେରେ ଖାଇଦେଲେ ଫେରେ କାଲିକି କଣ କରିବ କହିଲୁ ଝୁଅ ବୋଉ ତମେ ତ କହୁଛ ପରିବା ଗାଡି ଆଉ ସଉଦା ଗାଡି ବନ୍ଦ ମତେ ଗୋଟେ କଥା କହିଲ ଯୋଉ ଆମର ପେଟ୍ରୋଲ ଗାଡି ଆଉ କ୍ଷୀର ଗାଡି ସିଏ ଚାଲୁଛି ନା ନାଇଁ ହଁ ମୁଁ ତ ଠିକ ସେ ଜାଣିନି ପେଟ୍ରୋଲ ଗାଡି ମୋତେ ବନ୍ଦ ହେଇନଥିବ କାହିଁକି ନା ପେଟ୍ରୋଲ ଯୋଉ ବନ୍ଦ କରିଦେଲେ ମେଡିକାଲ ଆଜି ଝିଅ ମୁଣ୍ଡ ଗାଡି ବଡ କଷ୍ଟ ଚାଲୁ ଆଉ ପେଟ୍ରୋଲ ଟିକେ ଯଦି ଥବ ଛୋଟ ଗାଡିରେ ପକେଇଦେଲେ କିଏ ମେଡିକାଲ ଯିବ ଟିକେ ଦେଖା ଚାହାଁ କରିକି ଆସିବ ହଁ ତାକୁ ବନ୍ଦ କରିଦେବି ଆଉ ବୋଉ କ୍ଷୀର ଗାଡି ଏଡେ ଭୁଣ୍ଡିଟା ମ ଏ ପେଟ୍ରୋଲ ଗାଡି ଚାଲିବ ଆଉ କ୍ଷୀର ଗାଡି କେମିତି ବନ୍ଦ ହବ ଛୋଟ ଛୁଆ ମାନେ କ୍ଷୀର ପିଇବେ କେମିତି ବୋଉ ଛୋଟ ଛୁଆ ମାନେ ବା ଗାଈ କ୍ଷୀର ପିଉଛନ୍ତି ଛୋଟ ଛୁଆ ମାନେ ସିନା ଘରେ ଗାଈ କ୍ଷୀର ପିଉଛନ୍ତି ଆଉ ମେଡିକାଲରେ ଯୋଉ ରୋଗୀ ମାନେ ପଡିଛନ୍ତି ସିଏ କ୍ଷୀର ପିଇବେ କେମିତି ହଁ ତାଙ୍କୁ ସବୁ ଏଇ ପ୍ୟାକେଟ କ୍ଷୀର ଯାଇକି ଦିଆହଉଛି ମୁଁ ଯାହା ଅନୁମାନ କରୁଛି କ୍ଷୀର ଗାଡି ଟା ଚାଲିଥିବ ବୋଉ ସବୁ ଡ୍ରାଇଭର ଭାଇ ମାନଙ୍କୁ ମୁଁ ହାତ ଯୋଡି ନମସ୍କାର କରୁଛି ଯଦି ଏଇ କ୍ଷୀର ଗାଡି ଆଉ ପେଟ୍ରୋଲ ଗାଡି ଚାଲୁଥାଏ ନା ତାହେଲେ ମୁଁ ମୋ ଅନ୍ତର ଭିତରୁ ଡ୍ରାଇଭର ଭାଇ ମାନଙ୍କୁ ନମସ୍କାର ଜଣାଉଛି ଯେ ଏଇ କ୍ଷୀର ଗାଡି ପେଟ୍ରୋଲ ଗାଡି ଯଦି ବନ୍ଦ ହେଇଯାଇଥାନ୍ତା ତାହେଲେ ଆମ ଭଳିଆ ସାଧାରଣ ମଣିଷ ନା ବହୁତ ହଇରାଣରେ ପଡିଥାନ୍ତେ କୋଉ ତାଙ୍କ ଷ୍ଟ୍ରାଇକ ଉଠିବ କୋଉନ ସରକାର ତାଙ୍କ କଥା ଶୁଣିବେ କୋଉନ ଆଲୋ ମା ମୁଁ କେମିତି କହିବି ସେ କଥା ଆଉ ସରକାର ତାଙ୍କ କଥା ଶୁଣିବେ ବୋଲି ସେ ଆନ୍ଦୋଳନ କରି ରହିଛନ୍ତି ଆଉ ଇଏ ଦେଖୁନୁ ସେଇ ସହିତ ପରିବା ଭୁସି ଭୁସି ରେଟ ବଢୁଛି ତାଙ୍କ ଆନ୍ଦୋଳନ ସରକାର କୋଉନ ଶୁଣିବ ଆନ୍ଦୋଳନ କୋଉନ ଭାଙ୍ଗିବ ଆଉ ଇଏ ବାଇଗଣ ଦେଖୁନୁ ହେଇ 80 ଟଙ୍କା ଆଳୁ ହେଲାଣି 17-18 ଟଙ୍କା କିଲୋ ଆଉ ହେଇ କାଙ୍କଡ ସବୁ ପରିବା ଗୁଡା ରେଟ ବଢି ଯାଉଛି କଣ ଖାଇବୁ ଖା ଏଇ ବାଇଗଣ ହେଇଥିବ 120 ଟଙ୍କା ଏଇ ଆଳୁ ହେଇଥିଲା ଧଡା 50 ଟଙ୍କା ଫେରେ ଦରକାର ପଇଲେ 100-150 ଟଙ୍କାର ଧଡା କିଣିବୁ ଆଉ ସେଇ ନାଇଁ କହୁଛି ଜଗି ରଖିକିରି ଖା ବୋଉ ତମେ ଯାହା କହିଲ ସତ କଥା ଆଉ ତମେ ସବୁ ପରିବା ରଖିଦିଅ ମୁଁ ଖାଲି ଏଇ ଗୋଟାଏ ଆଳୁ ଆଉ ଗୋଟାଏ କାଙ୍କଡ ରଖିଦଉଛି ଡାଲି କରିଦେବି ଆଉ କାଙ୍କଡ ଆଳୁ ଭର୍ତ୍ତା କରିଦବା ହଁ ଆଉ ତମେ ରଖିଦିଅ ମୁଁ ଆକୁ ନେଇ ରଖିଦଉଛି ହଉ ହଉ ହଁ